ଜୟ ଜଗନ୍ନାଥ। ଆଜିର ପ୍ରଥମ ପ୍ରଶ୍ନ ହେଉଛି ଜଗନ୍ନାଥଙ୍କ ରଥର ନାମ କ'ଣ? ଏହାର ରାଇଟ୍ ଆନ୍ସର୍ ହେଉଛି ନନ୍ଦିଘୋଷ। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀ ବଳଭଦ୍ରଙ୍କ ରଥର ନାମ କ'ଣ? ବଳଭଦ୍ରଙ୍କ ରଥର ନାମ ହେଉଛି ତାଳଧ୍ୱଜ। ପରବର୍ତ୍ତୀ ପ୍ରଶ୍ନ, ସୁଭଦ୍ରାଙ୍କ ରଥର ନାମ କ'ଣ? ସୁଭଦ୍ରାଙ୍କ ରଥର ନାମ ହେଉଛି ଦର୍ପଦଳନ। ପରବର୍ତ୍ତୀ ପ୍ରଶ୍ନ, ଜଗନ୍ନାଥଙ୍କ ରଥର ନେତର ନାମ କ'ଣ? ଜଗନ୍ନାଥଙ୍କ ରଥର ନେତର ନାମ ହେଉଛି ତୈଲୋକ୍ୟ ମୋହିନୀ। ପରବର୍ତ୍ତୀ ପ୍ରଶ୍ନ, ବଳଭଦ୍ରଙ୍କ ରଥର ନେତର ନାମ କ'ଣ? ଏହାର ରାଇଟ୍ ଆନ୍ସର୍ ହେଉଛି ଉନନୀ। ପରବର୍ତ୍ତୀ ପ୍ରଶ୍ନ, ସୁଭଦ୍ରାଙ୍କ ରଥର ନେତର ନାମ କ'ଣ? ଏହାର ରାଇଟ୍ ଆନ୍ସର୍ ନାଦାମ୍ବିକା। ପରବର୍ତ୍ତୀ ପ୍ରଶ୍ନ, ଜଗନ୍ନାଥଙ୍କ ରଥ ତିଆରି ପାଇଁ କେତେ ଖଣ୍ଡ କାଠ ଲାଗିଥାଏ? 825 ଖଣ୍ଡ। ପରବର୍ତ୍ତୀ ପ୍ରଶ୍ନ, ବଳଭଦ୍ରଙ୍କ ରଥ ତିଆରି ପାଇଁ କେତେ ଖଣ୍ଡ କାଠ ଲାଗିଥାଏ? ଏହାର ରାଇଟ୍ ଆନ୍ସର୍ 763 ଖଣ୍ଡ। ପରବର୍ତ୍ତୀ ପ୍ରଶ୍ନ, ଦେବୀ ସୁଭଦ୍ରାଙ୍କର ରଥ ତିଆରି ପାଇଁ କେତେ ଖଣ୍ଡ କାଠ ଲାଗିଥାଏ? ଏହାର ରାଇଟ୍ ଆନ୍ସର୍ 711 ଖଣ୍ଡ। ଜଗନ୍ନାଥଙ୍କ ରଥର ପାର୍ଶ୍ୱ ଦେବତା କିଏ? ହନୁମାନ, ରାମ, ଲକ୍ଷ୍ମୀ, ନାରାୟଣ, କୃଷ୍ଣ, ଗୋବର୍ଦ୍ଧନ, ଧାରଣ, ଚିନ୍ତାମଣି, ରାଘବ ଓ ନୃସିଂହ। ବଳଭଦ୍ରଙ୍କ ରଥର ପାର୍ଶ୍ୱ ଦେବତା କିଏ? ଗଦାନୁକାରୀ, ହରିହର, ବାସୁଦେବ, ଅଘୋରା, ପ୍ରଳସ୍ୱର, ନଟମ୍ବର, ତ୍ରିପୁରୀ ଶିବ, ମୃତ୍ୟୁଞ୍ଜୟ। ସୁଭଦ୍ରାଙ୍କ ରଥର ପାର୍ଶ୍ୱ ଦେବତା କିଏ? ଏହାର ରାଇଟ୍ ଆନ୍ସର୍ ହେଉଛି ଚାମୁଣ୍ଡା, ଭଦ୍ରକାଳୀ, ହରଚଣ୍ଡୀ, କତ୍ୟାଜନୀ, ଜୟଦୁର୍ଗା, ବରାହୀ, କାଳୀ, ମଙ୍ଗଳା ଓ ବିମଳା। ପରବର୍ତ୍ତୀ ପ୍ରଶ୍ନ, ନନ୍ଦିଘୋଷ ରଥର ଜଗନ୍ନାଥଙ୍କ ସହ କିଏ ବିଜେ କରନ୍ତି? ଏହାର ରାଇଟ୍ ଆନ୍ସର୍ ହେଉଛି ଶ୍ରୀ ମଦନ ମୋହନ। ପରବର୍ତ୍ତୀ ପ୍ରଶ୍ନ, ରଥ ନିର୍ମାଣ ପାଇଁ କେତେଜଣ ବଢ଼େଇ ଓ କାରିଗର କାର୍ଯ୍ୟ କରନ୍ତି? ଏହାର ରାଇଟ୍ ଆନ୍ସର୍ ହେଉଛି 217 ଜଣ। ପରବର୍ତ୍ତୀ ପ୍ରଶ୍ନ, ରଥରେ ଦେବୀ ସୁଭଦ୍ରାଙ୍କ ସହ କିଏ ବିଜେ କରନ୍ତି? ଏହାର ରାଇଟ୍ ଆନ୍ସର୍ ହେଉଛି ସୁଦର୍ଶନ। ପରବର୍ତ୍ତୀ ପ୍ରଶ୍ନ, ରଥ ନିର୍ମାଣ ପରେ 3 ରଥର ପ୍ରତିଷ୍ଠା କିଏ କରିଥିଲେ? ଏହାର ରାଇଟ୍ ଆନ୍ସର୍ ନାରଦ। ପରବର୍ତ୍ତୀ ପ୍ରଶ୍ନ, ଜଗନ୍ନାଥଙ୍କ ରଥ ଦଉଡ଼ିର ନାମ କ'ଣ? ଏହାର ରାଇଟ୍ ଆନ୍ସର୍ ହେଉଛି ଶଙ୍ଖଚୂଡ଼। ପରବର୍ତ୍ତୀ ପ୍ରଶ୍ନ, ରଥ ନିର୍ମାଣ କେଉଁ କାଠରେ କରାଯାଏ? ଏହାର ରାଇଟ୍ ଆନ୍ସର୍ ହେଉଛି ଫାଶୀ କାଠ। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀ ଜଗନ୍ନାଥଙ୍କର ରଥ ନାମ କିଏ ରଖିଥିଲେ? ଏହାର ରାଇଟ୍ ଆନ୍ସର୍ ହେଉଛି ଇନ୍ଦ୍ରଦେବ। ପରବର୍ତ୍ତୀ ପ୍ରଶ୍ନ, ଜଗନ୍ନାଥଙ୍କ ରଥର ଅଶ୍ୱଗଣଙ୍କ ନାମ କ'ଣ? ଶଙ୍ଖିନୀ, ବଳାହକ, ଶ୍ୟେତ ଓ ହରିଦାସ। ପରବର୍ତ୍ତୀ ପ୍ରଶ୍ନ, ବଳଭଦ୍ରଙ୍କ ରଥର ଅଶ୍ୱଗଣଙ୍କ ନାମ କ'ଣ? ତୀବ୍ର, ଘୋର, ଦୀର୍ଘଶ୍ରମ, ସ୍ୱର୍ଣ୍ଣନାଭ। ପରବର୍ତ୍ତୀ ପ୍ରଶ୍ନ, ରଥଯାତ୍ରାରେ କାହାର ରଥ ପ୍ରଥମେ ଗଡ଼ିଥାଏ? ଏହାର ରାଇଟ୍ ଆନ୍ସର୍ ହେଉଛି ଶ୍ରୀ ବଳଭଦ୍ର। ପରବର୍ତ୍ତୀ ପ୍ରଶ୍ନ, କେଉଁ ରାଜାଙ୍କ ସମୟରେ ଛେରା ପହଁରା ନୀତି ଆରମ୍ଭ ହୋଇଥିଲା? ଏହାର ରାଇଟ୍ ଆନ୍ସର୍ ହେଉଛି ରାଜା କପିଳେନ୍ଦ୍ର ଦେବ। ପରବର୍ତ୍ତୀ ପ୍ରଶ୍ନ, ଜଣଙ୍କ ପରେ ଜଣେ ଏକକାଳୀନ ରଥକୁ ବିଜେ କରନ୍ତି, ତାହାକୁ କ'ଣ କୁହାଯାଏ? ତାହାକୁ ପପହଣ୍ଡି ବିଜେ ବୋଲି କୁହାଯାଏ।